ଜାଣିଛନ୍ତି ଜଣେ ଭଉଣୀ ମୋତେ କମେଣ୍ଟ କରି କହୁଛନ୍ତି ମୁଁ କୁଆଡ଼େ ମୋ ଭଏସ୍ଟା କାହାଠୁ ମାଗି ଆଣିଛି। ଏ ମାଲୋ, ମୁଁ ତ ଆଜି ଯାଏଁ ଜାଣିନଥିଲି ଯେ ମୁଁ କାହାଠୁ ମାଗି ଆଣି ଭଏସ୍ରେ ଭିଡ଼ିଓ କରୁଛି ବୋଲି। ସେ କମେଣ୍ଟ କ'ଣ କରିଛନ୍ତି ଚାଲନ୍ତୁ ଦେଖିବା। କହୁଛନ୍ତି ମ୍ୟାଡ଼ାମ୍ ନିଜ ଭଏସ୍ରେ କୁହନ୍ତୁ, ଆଉ ଏମିତି ଫୁଲେଇ ହୁଅନ୍ତୁନି। ମୁଁ ଫୁଲେଇ ହେଉଛି? ଏ ମା, ଯଦି ଫୁଲେଇ ହେଉଥାନ୍ତି ନା ତାହେଲେ ମୁଁ ଆହୁରି କେତେ କେମିତି ଫୁଲେଇ ହେଇକି ଭିଡ଼ିଓ କରିପାରିଥାନ୍ତି। ହଁ, ଆଜି ଏମିତି କହିବାର ମାନେଟା ହେଲା ଏତିକି, ଫୁଲେଇ ହେବା ଆକୁ କହନ୍ତି। ଆଉ ମୁଁ ଯେଉଁ ଭଏସ୍ରେ ଭିଡ଼ିଓ କରୁଛି ସେଇଟା ମୋର ନିଜ ଭଏସ୍, ମୁଁ କାହାଠୁ ମାଗି ଆଣିକି ଭଏସ୍ରେ ଭିଡ଼ିଓ କରୁନି। ତାପରେ ସେ ଲେଖିଥିଲେ କି ମୋଟିଭେସନାଲ୍ ଭିଡ଼ିଓରେ ଏଇ ଭଏସ୍ଟା ଭଲ ଲାଗେ। ମୁଁ କ'ଣ କରିବି ଯଦି ବାଇ ବର୍ଥ ମୋ ମାମା ପାପା ମୋତେ ମୋଟିଭେସନାଲ୍ ଭଏସ୍ଟା ହିଁ ଗିଫ୍ଟ କରିଛନ୍ତି। ସେଇଟା ତ ମା ସରସ୍ୱତୀଙ୍କର କୃପା କି ମୋ ଭଏସ୍ଟା ହିଁ ଏମିତି। ମୁଁ ନର୍ମାଲ୍ କଥା କହିଲେ ବି ଏମିତି, ଆଉ ମୁଁ ଭିଡ଼ିଓ ବନେଇଲା ବେଳେ ବି ଏମିତି। ଯେ ମୋର ବୋଧେ ହୁଏ ଆଜି ଗୋଟିଏ ପ୍ରଥମ ଭିଡ଼ିଓ ଦେଖିଦେଇଛନ୍ତି ଆଉ ଏମିତି କମେଣ୍ଟ କରିଦେଇଛନ୍ତି। ମୁଁ କାହାଠୁ ଭଏସ୍ ମାଗି ଆଣିନି ରେ ବାବା। ଚାହିଁଲେ ମୋର 1 ଘଣ୍ଟାରୁ ଉପରେ ଲାଇଭ୍ ଭିଡ଼ିଓ ପଡ଼ିଛି, ଯାଇକି ଦେଖନ୍ତୁ। 1 ଘଣ୍ଟା କିଏ କାହାଠୁ ମାଗି ଆଣିଲା ପରେ ମିମିକ୍ରି କରିପାରିବେ ନାହିଁ। ଆଉ ଫୁଲେଇ ହେବାକୁ ହେଲେ ମୋତେ ବି ଫୁଲେଇ ହେଇ ଆସିଛି, କାହିଁକିନା ମୁଁ ପୁରା କଟକିଆଣି, ପୁଣି ଭୁବନେଶ୍ୱରର ଝିଅ। ଯଦି ମୁଁ ଫୁଲେଇ ହେବାକୁ ଚାହିଁବି ସେଇଟା କେମିତି କହିବି? ଜୟ ଜଗନ୍ନାଥ ନ କହି ମୁଁ କହିବି ଜୟ ଜଗନ୍ନାଥ। ଆଉ କହିବି ଓଡ଼ିଆ ଭାଷା ନା ମୋତେ ଆସୁନି, ମୁଁ ନା ଟିକେ ଟିକେ ଓଡ଼ିଆ କମ୍ କହିପାରୁଛି, କାହିଁକିନା ମୁଁ 10 ବର୍ଷ ହେଲାଣି ଦିଲ୍ଲୀରେ ରହୁଛି। ଏଇଟାକୁ କହନ୍ତି ଫୁଲେଇ ହେବା। ଆଉ ଫୁଲେଇ ହେବା ମୋ ନର୍ମାଲ୍ ଭଏସ୍ଟାକୁ କୁହନ୍ତିନି ଭଉଣୀ। ଗେଟ୍ ୱେଲ୍ ସୁନ୍ ବାଇ ଦ ୱେ। ବାଏ ବାଏ, ରହିଲି, ଜୟ ଜଗନ୍ନାଥ।